जागो 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 देखेला ओ नयने देखेला नासन मो ठाकुर श्री श्री निगमानंद केते सुंदर नाटी पाई। निगम कहले वेद, आनंद कहले प्रज्ञानानंदं ब्रह्म। ये शब्द कौठु आसी? निगम शब्द। वेद वेदु होइला नाना गति। मु निजको धन्य मने करे जे मोर सद्गुरु होचंती श्री श्री ठाकुर निगमानंद। हुए तो तांको बही पढ़ी नहीं, प्रेमी गुरु, जोगी गुरु, अनेक कथा, किंतु
ସେଇ ଶବ୍ଦଟିକୁ ମୁଁ ମନେ ରଖିଛି। ନିଗମାନନ୍ଦ। ତାଙ୍କ ଶିଷ୍ୟ ହେଉଛନ୍ତି ଅମଠପୁର ଗ୍ରାମର ଜଣେ ଗୃହୀ, ଯାହାଙ୍କର ନାମ, ଯିଏ ହେଉଛନ୍ତି ସଂକୀର୍ତ୍ତନ ମହାବୀର, ସୁନ୍ଦର ସଂକୀର୍ତ୍ତନ କରନ୍ତି। ତାଙ୍କ ନାଁ ଗୋଟାଏ କ'ଣ ଅଛି, କିନ୍ତୁ ତାଙ୍କୁ ସମସ୍ତେ ବୁଲାରାମ ବାବା ବୋଲି ଡାକନ୍ତି। ଏଇ ବୁଲାରାମଙ୍କ ପାଇଁ ଠାକୁରଙ୍କୁ ବଳିଆ ପାଇଛି। ତାଙ୍କ କଥା କିଛି କୁହେ ନା କାହିଁକି, ଆଉ ସେ ତ ମୋତେ କିଛି କହିନାହାନ୍ତି, ମୁଁ ଆପଣମାନଙ୍କୁ କେମିତି କହିବି? ଆଉ କେବଳ କ'ଣ ନିଗମାନନ୍ଦ ନିଗମାନନ୍ଦ ଖାଲି କହିଲେ ହବ? ଆଚ୍ଛା, ତଥାପି କେତେବେଳେ କେମିତି କହେ, ହେ ମଣିଷ, ନୀତି ନିୟମରେ ରୁହ। ଇଏ ହେଲା ନି, ଭୁଲ କର ନା, ନୀତିରେ ରୁହ, ନିୟମରେ ରୁହ। ଗ ହେଲା, ତମେ ବର୍ତ୍ତମାନ କୋଉ ଅବସ୍ଥାରେ ପହଞ୍ଚିଛ? ବାଲ୍ୟ, ପ୍ରୌଗଣ୍ଡ, ଯୌବନ, ବାର୍ଦ୍ଧକ୍ୟ, କୋଉ ଅବସ୍ଥାରେ ଅଛ? ଦେହିନସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀର ସତ୍ସନ ମୁହ୍ୟତି। ତମେ ଯଦି ବାଲ୍ୟ କାଳର ଅବସ୍ଥାରେ ଅଛ, ତାହେଲେ ଧର୍ମ ସଞ୍ଚୟ କର। ଧର୍ମ କହିଲେ କର୍ମ କ'ଣ ଶିଖ। ଧର୍ମ ସଞ୍ଚୟ ମାନେ ତମର କର୍ମ କ'ଣ କରିବ ସେଟାକୁ ମନେ ରଖ, ଶିକ୍ଷା କର। ଆଉ ଟିକେ ଯଦି ବଡ଼ ହେଇଗଲ, ଆଚରଣ କର, ଖାଲି ଉଚ୍ଚାରଣ କର ନା। ଆଉ ଗୋଟେ ବଡ଼ ହେଇଗଲ, ପ୍ରାକ୍ଟିକାଲି କିଛି ଲୋକଙ୍କ ପାଇଁ କର, ଭଗବତ ଚିନ୍ତନ କର। ଯଦି ଆଉ ଟିକେ ବଡ଼ ହେଇଗଲ, ଚତୁର୍ଥ ଅବସ୍ଥା ହେଇଗଲା, ସେଟା କ'ଣ କରିବ? ଆଉ କିଛି ନାହିଁ, ଜଞ୍ଜାଳକୁ କାଟିଦିଅ। ଚତୁର୍ଥ ସମୟ ଆସି ହେଲା ତ ହରି ଅବଶ୍ୟ ସମ ହେଲା ତେଣୁ ଗ କହିଲେ ଗତି। ଆଉ ଗରେ କେହି ନାହାନ୍ତି ମ, ପୁଅ ଝିଅ, ନାତି ନାତୁଣୀ, ସ୍ତ୍ରୀ ସ୍ୱାମୀ, ଏ ସବୁ ଗ ଭିତରେ ନାହାନ୍ତି। ହଁ, ଏ ଅଛନ୍ତି, କିନ୍ତୁ ଏମାନେ ପୂର୍ଣ୍ଣ ନୁହନ୍ତି। ତମେ ଯୋଉ ଗ ବା ଗତି କରିବ, ତାର ସାକ୍ଷୀ କିଏ? ଗତିରେ ଭର୍ତ୍ତା ପ୍ରଭୁ ସାକ୍ଷୀ। ଗୀତା କହୁଛନ୍ତି ଇଏ ହଉଛି ଗ। ଆଚ୍ଛା, ବଟି କ'ଣ? ହୟ ବାବୁ ମାନେ, ମା ମାନେ, ତମେ ଜନ୍ମ ହେଲ, ତମ ଘର କୋଉଠି, ମୋ ଠିକଣା କ'ଣ? ମୋତେ ଯିଏ ପଚାରେ ଆମ ଠିକଣା କ'ଣ? ଅରିଲୋ। ସେଇଠୁ ସୁଦର୍ଶନ ପୋଷ୍ଟ ଅଫିସ, ତାପରେ ଭାୟା କୋଲର, ତିର୍ତ୍ତୋଲ ଥାନା, ପାରାଦୀପ ନିର୍ବାଚନ ମଣ୍ଡଳୀ, ଶାରଦା ମଣ୍ଡଳ, ଜିଲ୍ଲା ହେଉଛି ଜଗତସିଂହପୁର।
ବାପାଙ୍କ ନାଁ ଶଶିରାନନ୍ଦ ମହାନ୍ତି, ଜେଜେଙ୍କ ନାଁ ଭୁବନାନନ୍ଦ ମହାନ୍ତି। ଆଚ୍ଛା ତୁମେ ଏତେ କଥା ଜାଣିଛ? ସେଇଟା ସେଇ ଯୋଉ ଜାଗାଟା ନାଁ କହିଲ ସେଇଟା କୋଉଠି? ସେଇଟା ବା ଜଗତସିଂହପୁର ଜିଲ୍ଲାରେ। ଆରେ ଜଗତସିଂହପୁର ଜିଲ୍ଲାଟା କୋଉଠି? କଟକ ଅବିଭକ୍ତ କଟକ ଜିଲ୍ଲାରେ ଥିଲା, ଏବେ ଜଗତସିଂହପୁର ହେଇଛି। ଏଗୁଡ଼ା କଥା ନୁହେଁ, ପ୍ରକୃତ ତମ ଘର କୋଉଠି? ଏ ଘରେ ମାନବ କୁଣିଆ ହରବେ ଘରେ ଆକାଶ ଆମ ଶୁଣ ବାବୁ, ଏତେ ବୁଲେଇ ବଙ୍କେଇ କିଛି କହିଲା ଠିକ ହବନି। ବସୁଧା, ବସୁଧାରେ ଆମର ଘର। ବସୁଧୈବ କୁଟୁମ୍ବକମ୍। ବାୟୁ, ସମୁଦ୍ର, ଅଗ୍ନି, ସୂର୍ଯ୍ୟ, ଚନ୍ଦ୍ର, ଜଳ, ମେଘ, ଆକୁ ସବୁ ନେଇ ଆମେ ଗୋଟେ କୁଟୁମ୍ବ କରିଛୁ। ଆମେ ଗୋଟେ ସୁନ୍ଦର କୁଟୁମ୍ବର ସୃଷ୍ଟି କରିଛୁ। ଆମେ ନୁହଁ, ସେ ପ୍ରଭୁ କରିଛନ୍ତି। ସେଇ କୁଟୁମ୍ବ ଭିତରେ ଆମେ ଜଣେ ସଦସ୍ୟ। ଆଉ ଅରିଲ ଶିଶୁ ଅନନ୍ତ ଆଶ୍ରମ, ଜଗତସିଂହପୁର ଜିଲ୍ଲା, ଇଏ ସବୁ ବାହ୍ୟ ପରିଚୟ। ଆଚ୍ଛା, ଇଏ ଗଲା ବ ନା ନା, ଆରେ ବଟା ନଥିଲା କଣ? ବଟା କହିଦେଲି। ମା ମା କହିଲେ ମାଟି ବା ବସୁଧା। ହଁ, ମା ତ ମା ଆଉ ପ୍ରକୃତି ରୂପିଣୀ ମା। ବାବୁ ମାନେ ଗୋଟେ ଛୋଟ କଥା କହିବି। ବଳିଆ ଗାଡ଼ିରେ ଆସୁଥିଲା, ଏଇ ଦିଲ୍ଲୀରୁ ଫେରି ଏଇ 2-3 ଦିନ ତଳେ ବଳିଆ ଆସୁଥିଲା। ଆମ ଲୋକମାନେ ଆଉ ଗୁହାଳ କରୁନାହାନ୍ତି, ଗାଈକି ବାନ୍ଧିକିରି ରଖୁନାହାନ୍ତି, ହତାଦାର କରିଛନ୍ତି। ଗୋଟିଏ ରାସ୍ତା ଉପରେ, ବୋଧେ ଏଇ କଟକ ବାଲାଟି ବି ରାସ୍ତା ମନେ ପଡୁନି, 10-15ଟି ଗାଈ ମେଳା ହେଇକିରି ଶୋଇଛନ୍ତି। ତା ପାଖରେ ଆହୁରି ଗୋଟେ ମେଳା ହେଇ ଶୋଇଛନ୍ତି। 2ଟି ଷଣ୍ଢ ଦୁଇ ପାଖରେ ଶୋଇଛନ୍ତି। ମୋ ଆଖିରୁ ଲୁହ ବୋହି ପଡ଼ିଲା। ଭାବିଲି ଜୀବନଟା ସତ ଠିକ,
ଏମିତିକିଆ ଦୃଶ୍ୟ ବୋଧେ ଭୀମ ଭୋଇ ଦେଖି ଲେଖିଥିଲେ ପ୍ରାଣିକ ଆରତ ରୁକ୍ଷ ଅପ୍ରବିଟ। ଏଇ ଆଖି ଦେଖିଛି ଗୁହାଳ, ଏଇ ଆଖି ଦେଖିଛି ବଳଦ, ଏଇ ଆଖି ଦେଖିଛି ହଡ଼ା ବଳଦ ବୁଢ଼ୀ ଗାଈ, କିନ୍ତୁ ଆଜି କଣ ଦେଖୁଛି? ବଳଦ ଆଉ ନାହାନ୍ତି, କୁଆଡ଼େ ଗଲେ ହଣା ହେବା ପାଇଁ। ଷଣ୍ଢ ବଞ୍ଚି ଯାଇଛନ୍ତି ଗାଈମାନଙ୍କ ପାଇଁ। ତାହେଲେ ମା ବୋଲି ଥରେ ଡାକି ଦେଲେ ଛୁଆ, ଦୌଡ଼ି ଆସେ ମୋ ମା, ଦୌଡ଼ି ଆସେ ସେଇ ମା କୋଳରେ ଆମର ଜନମ, ସେଇ ମା କୋଳରେ ଆମର ଜନମ, ସେଇ ମା କୋଳରେ ଆମର ଜନମ, ନାତି ଦେଇ ମା, ନାତି ଦେଇ ଗୋଟା କୁକୁଡ଼ାକୁ କାଟିଲେ 2 କିଲୋ ଖଣ୍ଡେ ମାଂସ ବାହାରିବ କି କ'ଣ? ଗୋଟା ଛେଳି ମେଣ୍ଢାକୁ କାଟିଲେ 10-12 କିଲୋ କି 15 କିଲୋ ବାହାରିବ। ଇଏ ଏତିକି ମଣିଷର ଅଣ୍ଟିଲାନି। ନାଇଁ ନାଇଁ ଏଗୁଡ଼ା କଟାକଟି କର, ବରଂ ବଡ଼ ଜନ୍ତୁ ହେଉଛି ଗାଈ, ଏକାଥରେ କାଟିଲେ 1-2 କୁଇଣ୍ଟାଲ ମାଂସ ହବ, କାଟିଦେଲେ ଆଉ। ତାଙ୍କ ଆଖିର ଲୁହକୁ କେବେ ଦେଖିଛ? ତାଙ୍କ ମନର କୋହକୁ କେବେ ଦେଖିଛ? ଏଇ ଛୋଟିଆ ଆଶ୍ରମରେ ମୁଁ ଗୋଟେ ଛୋଟିଆ ଲୋକ, ମୋର ଗୋଟିଏ ଗାଈ ଜଗାଳି ଅଛି, ତାକୁ ଆମେ ବୁଲା ବୋଲି ଡାକୁ। ମୋ ଗୁରୁଙ୍କ ନାଁ ବୁଲା, ତା ନାଁ ବି ବୁଲା। ଗାଈ ଘୋଡ଼ାଟିଏ ଅଛି, କୁକୁଡ଼ା ଅଛନ୍ତି, ଛେଳି ଅଛନ୍ତି, ମେଣ୍ଢା ଅଛନ୍ତି, ହଂସ ଅଛନ୍ତି, ମଇଁଷି ଅଛନ୍ତି। ଭାବେ ଗୋଶାଳାକୁ ଚିନ୍ତନ କରି କହେ, ମୁଁ ତ ଗୋରକ୍ଷା କରିପାରିବି ନାହିଁ, ତୁମମାନଙ୍କୁ ହତ୍ୟା କରିବାକୁ କେବେ ବି ଦେବି ନାହିଁ। ତୁମେମାନେ ମୋ ପାଖରେ ମରିବ, ମୁଁ ଥାଏ ନଥାଏ, କିନ୍ତୁ ଏ ଆଶ୍ରମରେ ମରିବ, ତମ ଉପରେ ଗଛଟିଏ ଲାଗିବ, ସେ ଫଳ ଆମେ ଖାଇବୁ। ସୁନ୍ଦର ତୁମ କଥାଟି ମୁଁ କହିବାକୁ ଆରମ୍ଭ କରିଥିଲି, ଯାହା ସେ କୁଆଡ଼େ ଗଲାଣି।
ତେବେ ନିଗମାନନ୍ଦ ମାକୁ ସମ୍ମାନ ଯିଏ ଦେଇନି, ଜନ୍ମଭୂମି କି ଦେଇନାହିଁ ସମ୍ମାନ, ଜନନୀ କି ଦେଇନି, ଗୋମାତାକୁ ଦେଇନି, ସେ ଗୁଡ଼ା କିଏ ମଣିଷ? ସେ ମଣିଷର ମୂଲ୍ୟ କ'ଣ? ଛଣା 2 ପଇସା ବି ହବ ନାହିଁ। ଆମ ପିଲାଦିନେ ଫେରିବାଲା ଗୋଟେ ଆସେ, ସେ ଡାକି ଡାକି ଆସେ ଛଣା 2 ପଇସା, ଆମେ କହିବା ଛଣା 2 ପଇସା। କିନ୍ତୁ ସେମିତି ମଣିଷର ମୂଲ୍ୟ ଲକ୍ଷେ କାହାଣେ ମୂଲ୍ୟ। ମୋ ଆଈ ମା ନିଶାମଣି କହୁଥିଲେ, ବାପା ତୁ ଲକ୍ଷେ କାହାଣ ମୁଣ୍ଡ। କାହାଣ କ'ଣ ମୁଁ ବି ଜାଣିନି, କିନ୍ତୁ ବର୍ତ୍ତମାନ ଏଇ ଚଣ୍ଡାଳ ମାନଙ୍କର ମୂଲ୍ୟ ଛଣା 2 ପଇସା ହେଇଯାଉଛି। ଆଉ କିଛି ଚଣ୍ଡାଳ ମାନଙ୍କୁ VVIP ସଜଉଛନ୍ତି ଆମ ମିଡିଆ ମାନେ। ରାଜ୍ୟରେ କେତେ ଖବର ଅଛି, ଆମ ସରକାର, ଆମ ବିରୋଧୀ ଦଳ, ଆମ ଭାରତ ସରକାର, ବିରୋଧୀ ଦଳ, ଅଫିସର ମାନଙ୍କର କାର୍ଯ୍ୟ, MP ମାନଙ୍କର କାର୍ଯ୍ୟ, MLA ମାନଙ୍କର କାର୍ଯ୍ୟ ଅକାର୍ଯ୍ୟ, ତାକୁ ସିନା ପଦାରେ ଆଣିଲେ ଆମେ ଖୁସି ହୁଅନ୍ତୁ। କିଏ କାହାକୁ ବାହା ହେଲା, କିଏ କାହାକୁ ନେଇ ପଳେଇଲା, କିଏ କାହାକୁ ଗୋଲାପ ଫୁଲ ଦେଲା, କିଏ କାହାକୁ ମାରିକିରି ପୋତି ପକେଇଲା ମାଟି ତଳେ, ତାକୁ ବି କହିବ। କହିବାରେ କିନ୍ତୁ ଟିକେ ଅଳ୍ପ କହିଲେ ହବନି। ଆଉ ଏ ପୁଅ ଝିଅ ମାନେ TV ଖୋଲିବା ମାନେ ଅମକ କ'ଣ ସାନ ନା ସେନ ବାବୁ ସାନ ନା କ'ଣ MP ନାଁଟା ଅନୁଭବ, ସେ MP। ତାଙ୍କ MP କାର୍ଯ୍ୟଟା କ'ଣ କେମିତି ଚାଲିଛି କେନ୍ଦ୍ରାପଡ଼ାରେ, ତାକୁ ଦେଖୁନାହାନ୍ତି। ନାଇଁ କ'ଣ ଅନୁଭବ ବର୍ଷା ମନମଥ ମିଶ୍ର, ତାଙ୍କ ସଙ୍ଗୀତ ଶୁଣୁନା। ଓଡ଼ିଶାର ଜଣେ ପ୍ରସିଦ୍ଧ ସଙ୍ଗୀତଜ୍ଞ, ତାଙ୍କ ଝିଅଟି ଆଶ୍ରମକୁ ଆଇଛି, ମାନେ ପିଲାଦିନେ ସେ ଝିଅର ଅଭିନୟ ଦେଖୁନା, କିଏ ମନା କରୁଛୁ? ଆଉ କିଛି ନାହିଁ, ଖାଲି ନ୍ୟୁଜ ନାହିଁ। ବାପ ଝିଅ ଛାତ ଉପରେ ଟିକେ ବୁଲିକିରି କ'ଣ ବାପ ଝିଅ କଥାବାର୍ତ୍ତା ହଉଛନ୍ତି। ସାମ୍ବାଦିକ ମାନେ ତାଙ୍କ ଦୁଆର ମୁହଁରେ ପଳେଇ ପଡୁଛନ୍ତି, ସିଏ ଟା କହୁଛନ୍ତି ଏବଂ ବାବୁସାନ କହୁଛନ୍ତି ଆପଣମାନେ ମୋତେ ବ୍ୟସ୍ତ କରନ୍ତୁନି, ମୋର ଜନ୍ମଦିନ, ଯାଆନ୍ତୁ ଖାଇବେ, ମୁଁ ପରେ କଥା ହେବି। ତେଣୁ ସଜ୍ଜନ ହୀନ ସଙ୍ଗ ହୀନ ହୀନ ବାବୁ ମାନେ ସମସ୍ତେ କମ୍ପ୍ଲେନ କର, ଇଏ ପର ଝିଅ ପର ପୁଅଙ୍କ କଥାକୁ ବେଶୀ କହି ସେମାନଙ୍କୁ ନିନ୍ଦିତ ନ କରାଯାଉ। ଯେଉଁ ଝିଅଟିକି ଆଜି ଆମେ ପିଲାଳିଆମିରେ ତାର ଦୋଷ ଅଛି, ପିଲାଟା କ'ଣ କାମ ଦୋଷ କରିଦେଇଛି ଆଉ କ'ଣ, ତେବେ ତାକୁ ସୁଧାରିବା ପାଇଁ ତା ବାପା ମାଙ୍କୁ ପରାମର୍ଶ ଦିଅ। ଆଉ ଯଦି ତା କଥା ଏମିତି ପ୍ରଚାର ହବ, ଏମିତି କଲା, ସେ କଲା, ଏ କଲା, ସେ କଲା, ଏମିତି କହିବ, ହଉ କହିଲ ସେ ବିବାହ ହବ ତ। ଗୋଟିଏ ଝିଅ ଗୋଟେ ମନେ ପଡୁନି, ସେ ଏମିତି ଗୁଡ଼ା ମାନେ ପ୍ରଚାର ବହୁତ ହବା ଦ୍ୱାରା ସେ ସୁଇସାଇଡ୍ କରିଦେଲା।
ଆମର ଏଇ ପଶ୍ଚିମ ଓଡ଼ିଶାର ଜଣେ ଝିଅ ନା ଆମର ମନେ ପଡ଼ୁନି। ସେ ଝିଅ ଯଦି ବାହା ହବ ତା ରୂପକୁ ଦେଖି ଗୋଟା କିଏ କହିବ ନା ନା ମୁଁ ଆକୁ ବାହା ତାକୁ ସେ ବିଶ୍ୱାସ କରିବ ତ। ସେ କୋଉଠି କାହାକୁ ଅନେଇଲେ କେବେ କାହିଁ ଅନେଇଲୁ, କାହାକୁ ହସିଲେ କାହିଁ ହସିଲୁ। ତେଣୁ ବିଶାଳ ଧନ ମୋ ଠାକୁର ନିଗମାନନ୍ଦ ନନ୍ଦ କହିଲେ ଆନନ୍ଦ, ଆଉ ସାଡ଼କୁ ଯିବାନି। ନିଗମାନନ୍ଦ ମୋ ଠାକୁରର ଅବିକଳ ପ୍ରତି ମୂର୍ତ୍ତି, ଯାହାଙ୍କ ଭିତରେ ମୋ ଠାକୁରଙ୍କର ପ୍ରତିଟି ବାଣୀ ପ୍ରତିଧ୍ୱନିତ ହେଇଛି, ଯିଏ ମୋ ଜୀବନକୁ ଗଠନ କରିଛନ୍ତି। ଯୁଆଡ଼େ ମୁଁ ଦେଖୁଛି ତାଙ୍କରି ରୂପ, ସେ ହେଉଛନ୍ତି ନାମାଚାର୍ଯ୍ୟ ବାବା ବାୟା, ମୋ କଥା କୁହା ଠାକୁର। ସିଏ କହିଲେ ସୁନ୍ଦର ନର କଳେବର ନରକ ନିସ୍ତାରଣ ଆମେ ମନୁଷ୍ୟ ଜନ୍ମ ପାଇଛୁ, ଦୁର୍ଲଭ ମନୁଷ୍ୟ ନରକ ମୋ ପୁଅ ଝିଅ ମାନେ, ନାତି ନାତୁଣୀ ମାନେ, ମୋ ବୟସ ଅନୁଯାୟୀ ତମେ ମାନେ ମୋର ପୁଅ ବୋହୂ ନାତି ନାତୁଣୀ ହବ। ଶିଷ୍ୟ ଶିଷ୍ୟା ହୁଅ ନ ହୁଅ, ମୋ ସୁନା ପୁଅ ଝିଅ ମାନେ ଇଏ ଅନିତ୍ୟ ସୁଖରେ ମାତି ନଙ୍ଗୁଳି ପୋଷାକ ପିନ୍ଧି ଇଏ ବଜାରୀ ଛତରାଙ୍କ ସାଙ୍ଗରେ ମିଶି ବଜାରୀ ବଜାରୁଣୀ ନ ହୋଇ, ମୁଁ କାହାକୁ ଆକ୍ଷେପ କରି କହୁନି, ଭଲ ମଣିଷ ହୁଅ। ବାପ ମାଙ୍କ ପାଇଁ କାମ କର। କାଲି ଟିଭିରେ ଗୋଟେ ଦେଖିଲି, ଗୋଟେ ଝିଅ କୁ ତା ପ୍ରେମିକ ଡାକିଲା କାଲେ ଜଙ୍ଗଲକୁ। ମୁଁ ତ ଆକୁ ଦେଖେ ସାଙ୍ଗେ ଟିଭି ବନ୍ଦ କରିଦିଏ, ଭାଇ ଦେଖା ମୁଁ ଦେଖିବି। ଦେଖିଲା ସେ ଝିଅଟି ଚାହୁଁଥିଲା ପୁଅ, ଝିଅଟା ବେଶୀ ଭାବପ୍ରବଣ ହେଲା, ପୁଅଟାକୁ ନେଇକିରି କୁଆଡ଼େ ପଳେଇବ। ପୁଅ ଚାହୁଁନଥିଲା, ଡାକିଲା ଆ ଯିବା, ଜଙ୍ଗଲକୁ ଗଲା। ଜଙ୍ଗଲରେ ସେ ମାରିଦେଲା, ମାଟି ତଳେ ପୋତିଦେଲା। ହେ ଝିଅ ମାନେ, ପାଠ ପଢ଼, ପାଠ ପଢ଼, ପାଠ ପଢ଼, ରୋଷେଇ ଶିଖ, ଚାକିରି କର। ଏମିତିଆ ଭୁଲକୁ ଭୁଲ ରାସ୍ତାରେ ପାଦ ପକାଲା। ବଳିଆର ଝିଅ, ବଳିଆର ନାତୁଣୀ, ବଳିଆର ନାତି, ବଳିଆର ପୁଅ, ବଳିଆର ବୋହୂ, ବୋହୂମାନେ ବି, ବୋହୂମାନେ ତମେ ପିଲା ଜନ୍ମ କଲ, ପୁଅଟିଏ ହେଲା କାର, ତାକୁ ବି ନେଇକିରି କୁଆଡ଼େ ପଳେଇ ଯାଉଛ ଆଉ କାହା ସାଙ୍ଗରେ। ବଳିଆ ଗୋଟେ ଗୀତ ଲେଖିଛି, ସମୟର ଟାଇମ୍ ହେଇଯାଉଛି ଆଉ। କେତେ ସୁନ୍ଦର ତ ହଜି ଗଲେଣି ମୋ
କେତେ ସୁନ୍ଦରୀ ତ କଲେ ଯେ ଯେତେ ସୁନ୍ଦର ଆସନ ଆଜି ଭାବୁଛି ମୋ ଚିର ସୁନ୍ଦର ଠାକୁର ନିଗମାନନ୍ଦଙ୍କୁ, ଭାବୁଛି ଚିର ସୁନ୍ଦର ପ୍ରେମିକ ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ, ଭାବୁଛି ପ୍ରିୟ ଠାକୁର ଅଭିରାମଙ୍କୁ, ଠାକୁର ଦୟାନିଧିଙ୍କୁ, ଠାକୁର କ୍ଷମାନିଧିଙ୍କୁ, ଠାକୁର ଓଙ୍କାରନାଥଙ୍କୁ, ଠାକୁର ସ୍ୱରୂପାନନ୍ଦ ଆଜି ନାହାନ୍ତି। ସେ ଅଛନ୍ତି କୋଉଠି? ଆମେ କଣ ତାଙ୍କ ଦେଖା ଦେଖା ରହୁଛୁ? କେତେବେଳେ କଣ ହଉଛି ନା ଆଉ ନାହାନ୍ତି। ଜଳୌକା ସୁନ୍ଦର ଓଡ଼ିଶା ମାଟିର ଠାକୁର ବୈକୁଣ୍ଠ ସେ ବି ବଳିଆକୁ ଛାଡ଼ି ପଳେଇଛନ୍ତି। ଆଜି ନାହାନ୍ତି, ଅଛନ୍ତି ଅଭିରାମ, ନାହାନ୍ତି ଅଭିରାମ, ଅଛନ୍ତି ମଧୁସୂଦନ, ନାହାନ୍ତି ମଧୁସୂଦନ। ମଧୁଆ କାହିଁ? ଭାବୁଛି ବଳିଆ। ହଉ ସଜ୍ଜନ, ଆଉ ଯାହା ରହିଲା କାଲିକି କହିବି। ଆଉ ଆପଣମାନେ ତ ମୁଁ ଟିକେ ଆଜି ଡେରିରେ କହିଲି, ଆପଣମାନେ ଭାବିବେ ଡେରି କ'ଣ ହେଲା ବାବୁ? ମୁଁ କହିଛି ଟିକେ କ୍ଳାନ୍ତ ଲାଗୁଛି, ରୋଗ ବେଶୀ ନାହିଁ, କ୍ଳାନ୍ତି ଟିକେ ଶୋଇପଡ଼ୁଛି, ପୁଣି ଉଠିକିରି ନିତ୍ୟକର୍ମ ସାରି ପୁଣି ଟିକେ ଶୋଇପଡ଼ୁଛି। ମୋର କଣ୍ଠ ଟିକେ କ'ଣ ହେଉଛି? ତମେମାନେ ମୋ ପାଇଁ ଏତେ ବ୍ୟସ୍ତ କାହିଁକି ହେଉଛ? କାହିଁକି ଏତେ ବ୍ୟସ୍ତ ହେଉଛ? ନିଜ ଶରୀର ସୁସ୍ଥ ରୁହ। ତମେମାନେ ସୁସ୍ଥ ରହିଲେ, ଭଲରେ ରହିଲେ, ଇଏ ସେବକ ଯଦି ଶୁଣିବ ବାବା ଆମେ ଭଲରେ ଅଛୁ, ସେଇଥିରେ ମୋର ଅଧେ ଔଷଧ ହେଇଯିବ, ଭଲ ହେଇଯିବ। ତୁମେ ଜାଣିନା ମୋର ନାତି ନାତୁଣୀ, ମୁଁ ତ ଏ ଭୂତଟା ମୋର ଭାଷା ହେଇନି, କିନ୍ତୁ ମୋ ଭାଇମାନେ ଅଛନ୍ତି, ତାଙ୍କର ନାତି ନାତୁଣୀ ପୁଅ ଝିଅ ଅଛନ୍ତି, ଖାଇବେ ଜେଜେ ଜେଜେ।